କିଛି ମହାପୁରୁଷଙ୍କ ବାଣୀ ଧର୍ମକୁ ସମାଜରୁ ବହିଷ୍କାର କରିବା, ବନ୍ଧ୍ୟା ଗର୍ଭରୁ ପୁତ୍ରଜାତ କରିବା ପରି ଅସମ୍ଭବ। ସଙ୍କଟ ସମୟରେ ଧର୍ମ ମନୁଷ୍ୟକୁ ରକ୍ଷା କରିଥାଏ। ନାରୀ ପୁରୁଷର ସାଥୀ, ତାଙ୍କର ମଧ୍ୟ ପୁରୁଷଙ୍କ ପରି ସମାନ ବୁଦ୍ଧି ଓ ଚିନ୍ତା ଶକ୍ତି ଅଛି। ତ୍ୟାଗ ହେଉଛି ଏକ ସାତ୍ତ୍ୱିକ ଆନନ୍ଦ। ତ୍ୟାଗ ବିନା ମଣିଷର ବିକାଶ ହୋଇପାରେ ନାହିଁ। ତ୍ୟାଗ ପରେ ପଶ୍ଚାତାପ କରିବା ଅନୁଚିତ। ସ୍ୱାର୍ଥନ୍ୱେଷୀ ହେଲେ ଧ୍ୱଂସ ଅନିବାର୍ଯ୍ୟ। ସ୍ୱାର୍ଥ ତ୍ୟାଗରେ ଅମରତ୍ୱ ପ୍ରାପ୍ତ ହୋଇଥାଏ। ଯେମିତି ଫୁଟୁଥିବା ପାଣିରେ ନିଜର ମୁହଁ ଦେଖାଯାଏ ନାହିଁ, ଠିକ୍ ସେମିତି ଅଶାନ୍ତ ମନରେ ସମାଧାନର ବାଟ ଦେଖାଯାଏ ନାହିଁ। ଏଥିପାଇଁ ଶାନ୍ତ ହୋଇକି ଦେଖନ୍ତୁ, ସମାଧାନର ବାଟ ଆପେ ଆପେ ମିଳିଯିବ। ଆଜିର ସମୟରେ ଆପଣ ଯେତେ ପ୍ରତିଭାବାନ ହୁଅନ୍ତୁ ନା କାହିଁକି, ଆପଣ ସେତେବେଳେ ହିଁ ମନୋନୀତ ହେବେ ଯେତେବେଳେ ଆପଣଙ୍କର ଟଙ୍କା ଥିବ। ପ୍ରେମ ବିବାହ, ପ୍ରେମ ବିବାହ କୌଣସି ନୀତି ଆଦର୍ଶ ଏବଂ ସାମାଜିକ ସ୍ୱୀକୃତି ଉପରେ ପର୍ଯ୍ୟବେସିତ ନୁହେଁ। ଯୁବାବସ୍ଥାରେ ଯୌବନର ପ୍ରଥମ ସୋପାନରେ ପ୍ରେମର ଆବେଗ ଓ ବ୍ୟାକୁଳତାକୁ ଚରିତାର୍ଥ କରିବା ପାଇଁ ମନ ଖୋଜେ ସାଥୀ। ସାଥୀଟିଏ ପାଇଗଲେ କାମନା ଜାଗ୍ରତ ହୁଏ। ଧୀରେ ଧୀରେ ଦୁଇଟି ହୃଦୟର ସାମୟିକ ମିଳନ ଘଟି ବିବାହ କରିବାର ନିଷ୍ପତ୍ତି ନିଅନ୍ତି। ପରିବାର ପରିଜନଙ୍କ ଅଜାଣତରେ ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ହୋଇଯାଆନ୍ତି। ପ୍ରେମୀ ଯୁଗଳ କୌଣସି ଜାତି ପ୍ରଥା, ଧର୍ମ ଓ ପରିବାରର ନିଷ୍ପତ୍ତିକୁ ଗ୍ରହଣ କରନ୍ତି ନାହିଁ। ରୋମାଣ୍ଟିକ ବା ପ୍ରେମ ସବୁବେଳେ ଏକ ସଫଳ ବିବାହରେ ରୂପାନ୍ତରିତ ହେବ, ତାର କିଛି ନିର୍ଦ୍ଦିଷ୍ଟତା ନାହିଁ। ଏଭଳି ନିଷ୍ପତ୍ତିହୀନ ବିବାହ ପରିବାରରେ ଅସନ୍ତୋଷର ଅଗ୍ନିବର୍ଷା କରାଇଥାଏ। ସମାଜରେ ପିତା ମାତାଙ୍କ ସମ୍ମାନ ନିମ୍ନଗାମୀ ହୁଏ। ସର୍ବୋପରି ପରିବାର ପରିଜନମାନେ ସହଜରେ ଏଭଳି ଅଶୋଭନୀୟ ଘଟଣାକୁ ବରଦାସ୍ତ କରିପାରନ୍ତି ନାହିଁ। ଝିଅଟି ବୋହୂର ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହୁଏ। ଝିଅଟି ବୋହୂର ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହୁଏ। ସାମାଜିକ ସଂକଳ୍ପବଦ୍ଧ ବୈବାହିକ ତତ୍ତ୍ୱକୁ ସହଜରେ ଉପଲବ୍ଧି କରିପାରେ ନାହିଁ। ଏ କ୍ଷେତ୍ରରେ ପୂର୍ବର ଥିବା ଅନୁରାଗ, କିଛି ପାଇବାର ଆଶା ମେଣ୍ଟିଗଲେ ସମ୍ପର୍କ କ୍ରମଶଃ ଶିଥିଳ ହୋଇଯାଏ। ଯଦି ଆପଣ ଅପରର ନିକଟରୁ ସମ୍ମାନ ପାଇବାକୁ ଚାହାନ୍ତି, ତାହେଲେ ଅପରକୁ ମଧ୍ୟ ସମ୍ମାନ ଦିଅନ୍ତୁ। ଯଦି ଆପଣ ଅନ୍ୟ ନିକଟରୁ ଭଲ ପାଇବା ଚାହାନ୍ତି, ତାହେଲେ ତାଙ୍କୁ ମଧ୍ୟ ଭଲ ପାଆନ୍ତୁ। ଆମ ଚିନ୍ତା ଓ ଭାବନାର ଗଭୀର ପ୍ରଭାବ ଆମ ପାରିବାରିକ ଜୀବନ ଉପରେ ପ୍ରତିଫଳିତ ହୋଇଥାଏ। ଆମ ପିଲାଛୁଆଙ୍କ ଉପରେ ମଧ୍ୟ ପଡ଼ିଥାଏ। ଯଦି ଆମେ ଆମର ଦାୟିତ୍ୱକୁ ଏଡ଼ାଇ ଚାଲନ୍ତି, ତାହେଲେ ଆମେ ଆମ ସମାଜ ଓ ରାଷ୍ଟ୍ର ନିମନ୍ତେ କିଛି ବି କରିପାରିବା ନାହିଁ। ଜୟ ଶ୍ରୀ ଜଗନ୍ନାଥ।